ଆପଣମାନଙ୍କୁ ସ୍ୱାଗତ କରିଛି ସଞ୍ଜୟ ଷ୍ଟଡି ଚ୍ୟାନେଲରେ। ସିଟି 2025କୁ ନେଇ କ'ଣ ରହିଛି ନ୍ୟୁ ଅପଡ଼େଟ୍, ଆପଣମାନଙ୍କର ଏକ୍ଜାମ୍ କେବେ ହେବ ଏବଂ ଯେ ଯେଉଁ ମକ୍ ଟେଷ୍ଟ ରହିଛି ସେ ମକ୍ ଟେଷ୍ଟ ଦେଲେ ଆପଣମାନେ ଇଲିଜିବୁଲ୍ ହେବେ କି ନାହିଁ ତା ବିଷୟରେ ଆମେ ପୁରା ଡିଟେଲ୍ସ ଭାବରେ ଏହି ଭିଡ଼ିଓଟିରେ ଆଲୋଚନା କରିବା। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିନିଅନ୍ତୁ, କାହିଁକିନା ଆମ ଏହି ଚ୍ୟାନେଲରେ ମଧ୍ୟ ସିଟି ପାଇଁ ଆପଣମାନଙ୍କର ଭିଡ଼ିଓଟି ଅପଲୋଡ଼ କରାଯିବ। ଓକେ, ସିଟି ହେଉ, OTT ହେଉ, SOTT ହେଉ, ସମସ୍ତ ଶିକ୍ଷାଭିତ୍ତିକ ପ୍ରଶ୍ନଗୁଡ଼ିକ ଏହି ଏହି ଚ୍ୟାନେଲରେ ଅପଲୋଡ଼ କରାଯାଉଛି। ଓକେ, ଆମେ ଆଜି ଆରମ୍ଭ କରିବା। କ'ଣ ରହିଛି ଅପଡ଼େଟ୍, ମକ୍ ଟେଷ୍ଟ କାହାକୁ କୁହାଯାଏ, ମକ୍ ଟେଷ୍ଟରେ କ'ଣ ହେବ, ଆଉ এই ମକ୍ ଟେଷ୍ଟଟି କେଉଁଠି ଦିଆଯାଏ, କିପରି ତୁମମାନେ ଦେବ। ଠିକ୍ ଅଛି, ପ୍ରଥମେ ପିଲାମାନେ କ'ଣ କରିବ, ସାମ୍ସ ଓଡ଼ିଶାକୁ ଯିବ। ସାମ୍ସ ଓଡ଼ିଶାକୁ ଗଲା ପରେ ଏଇଭଳି ଗୋଟିଏ ଆପଣମାନଙ୍କର ଇଣ୍ଟରଫେସ୍ଟି ଓପନ୍ ହୋଇଯିବ। ତାପରେ ତଳକୁ ସ୍କ୍ରୋଲ୍ କରିବ, ଦେଖିପାରୁଥିବ DLED ଅପସନ୍ ଆସୁଛି। ଏଇ DLED ଉପରେ କ୍ଲିକ୍ କରିବ। DLED ଉପରେ କ୍ଲିକ୍ କଲା ପରେ ଦେଖିପାରୁଥିବ ଆଡ଼ଭର୍ଟାଇଜମେଣ୍ଟ ଫର୍ ଏଣ୍ଟ୍ରାନ୍ସ ଏକ୍ଜାମ୍ CBT ଫର୍ DLED କୋର୍ସ 2025, ଅର୍ଥାତ୍ ଆପଣମାନଙ୍କର ଏଣ୍ଟ୍ରାନ୍ସ ଏକ୍ଜାମ୍ ଡେଟ୍ଟି ପବ୍ଲିଶ ହୋଇଯାଇଛି। କେଉଁ ଦିନରୁ କେଉଁ ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କର ହେବ ପରୀକ୍ଷା ଏବଂ କେତୋଟି ସିଫ୍ଟ ହେବ ସବୁତକ ଆପଣମାନଙ୍କର ଡିଟେଲ୍ସ ଭାବରେ କୁହାଯାଇଛି। ତାପରେ ଦେଖିପାରୁଥିବ ଏଠି ଆପଣମାନଙ୍କର ଆସିଯାଇଛି ମଧ୍ୟ କେତେରୁ କେତେ 23 ଅଗଷ୍ଟରୁ 26 ଅଗଷ୍ଟ ମଧ୍ୟରେ ଆପଣମାନଙ୍କର ଅନଲାଇନ୍ CBT ଟେଷ୍ଟ ଯେଉଁଟା ଆମର କହୁଛେ ସେଇଟା ହେବ। ଏଠି ଆପଣମାନେ ଦେଖିପାରୁଥିବେ ଦ ମକ୍ ଟେଷ୍ଟ ଇଜ୍ ଓନ୍ଲି ଟୁ ଅଣ୍ଡରଷ୍ଟାଣ୍ଡ ଦ ଏକ୍ଜାମିନେସନ୍ ପ୍ରୋସେସ୍ ଫ୍ଲୋ, ଦେୟାର ଇଜ୍ ନୋ ରିଲେସନ୍ ଟୁ ଦ ଆକ୍ଚୁଆଲ୍ ଏକ୍ଜାମ୍ ୱିଥ୍ ଦ କ୍ୱେଶ୍ଚିନ୍ ଆଭେଲେବଲ୍ ଇନ୍ ଦ ମକ୍ ଟେଷ୍ଟ। ଆପଣ ଯେଉଁ ମକ୍ ଟେଷ୍ଟଟି ଦେବେ ସେଇ ମକ୍ ଟେଷ୍ଟରେ ଯେଉଁ କ୍ୱେଶ୍ଚିନ୍ ଆସିଛି ସେଇ କ୍ୱେଶ୍ଚିନ୍ ଆପଣମାନଙ୍କର ଆକ୍ଚୁଆଲ୍ କ୍ୱେଶ୍ଚିନ୍ ନୁହେଁ। ସିଟିରେ ସେଇଭଳି କ୍ୱେଶ୍ଚିନ୍ ଆସିବ ନାହିଁ। ଓକେ, ତାପରେ କଥା ହେଉଛି এইটা ଗୋଟେ ଆପଣମାନଙ୍କ ପାଇଁ ଗୋଟେ ଥିଲା କ'ଣ ନା ବୁଝିବା ପାଇଁ ଏଇ ଗୋଟେ ପରୀକ୍ଷାଟି ଥିଲା କିପରି ଆପଣମାନେ ମକ୍ ଟେଷ୍ଟ ବା ଏକ୍ଜାମ୍ ଆପଣମାନେ ଦେବେ। এইটা ଥିଲା ଆପଣମାନଙ୍କର। ଏଇଠି ଆପଣମାନେ କ୍ଲିକ୍ ହିୟର୍ ଟୁ ଲଗ୍ଇନ୍ କ୍ରେଡେଣ୍ଟିଆଲ୍ସ କରିଦେବେ। ଦେଖନ୍ତୁ ରୋଲ୍ ନମ୍ବର ପାସୱାର୍ଡ଼ ଯାହା ବି ଅଛି ତାକୁ ଆପଣମାନେ କ'ଣ କରିବେ, ଏଇ ରୋଲ୍ ନମ୍ବରଟିକୁ ବର୍ତ୍ତମାନ କପି କରିଦେବେ ନଚେତ୍। ଓକେ, ତାପରେ ପାସୱାର୍ଡ଼ ମନେ ରଖିଦିଅନ୍ତୁ 1 2 3 4 ଆଉ ପିନ୍ ଆପଣମାନଙ୍କର 4ଟା 1। ଏଠି ଆପଣମାନେ ରୋଲ୍ ନମ୍ବର ଦେଇଦେବେ, ତାପରେ ପାସୱାର୍ଡ଼ ଦେଇଦେବା, ପିନ୍ ଦେଇଦେବା, ଲଗ୍ଇନ୍ ଉପରେ କ୍ଲିକ୍ କରିଦେବା। ଠିକ୍ ଅଛି, ଦେଖନ୍ତୁ ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ এইଭଳି ଆପଣମାନଙ୍କର ଗୋଟେ ପେଜ୍ଟି ଓପନ୍ ହୋଇଗଲା। ଡେଟ୍ ଆପଣମାନଙ୍କର ଦେଖାଇ ଦେଉଛି। ଇଏ ମକ୍ ଟେଷ୍ଟ ମାନଙ୍କର ରୋଲ୍ ନମ୍ବର ଦେଇଦେଇଛି, ଫାର୍ଷ୍ଟ ନେମ୍ ଦେଇଦେଇଛି। ତାପରେ ନେକ୍ସଟ ଉପରେ କ୍ଲିକ୍ କରିବା। ଆପଣମାନଙ୍କୁ ଯେଉଁ ପ୍ରଶ୍ନ ଆସିଛି ଦେଖନ୍ତୁ, ଇଂରାଜୀ ଭାଷାରୁ 10ଟି, ଜେନେରାଲ୍ ଆୱାରନେସ୍ରୁ 5ଟି, ରିଜନିଂରୁ 5ଟା, ଟିଚିଂ ଆପ୍ଟିଚ୍ୟୁଡ଼୍ରୁ 10ଟି, ତାପରେ ଆପଣଙ୍କର ଓଡ଼ିଆରୁ 15ଟା, ମ୍ୟାଥମେଟିକ୍ସରୁ 15, ସାମାଜିକ ବିଜ୍ଞାନରୁ 15, ସାଇନ୍ସରୁ 15, ଏସବୁ ଆପଣମାନଙ୍କର ରହିଲା କେତେଟି କ୍ୱେଶ୍ଚିନ୍ କେତେ ମାର୍କ ପାଇଁ ଆସିବ। ପୁଣି ଥରେ ନେକ୍ସଟ କରିବେ ହେଲା। ସେ ପୁଣି ଆପଣମାନଙ୍କୁ ଦେଖାଇ ଦେଇଛି ଏଠି ନିର୍ଦ୍ଦେଶାବଳୀ, ରୋଲ୍ ନମ୍ବର, ପିନ୍, ପାସୱାର୍ଡ଼ ପ୍ରବେଶ କରି ଲଗ୍ଇନ୍ କରିବେ, ପଢ଼ିବେ ଆପଣମାନେ। ଠିକ୍ ଅଛି, ଇନଷ୍ଟ୍ରକ୍ସନ୍ ପେଜ୍, କେମିତି ଆପଣମାନେ ଏକ୍ଜାମ୍ ଦେବେ, କ'ଣ କେମିତି 1 ନମ୍ବର ପରେ 3 ନମ୍ବର ଦେଇପାରିବେ ନା ନାହିଁ, ତାପରେ କେଉଁଟା ଠିକ୍ ଦେଇଛନ୍ତି ସେଇଟା କେମିତି ଜାଣିବେ। ଯେଉଁଟା ଆପଣମାନଙ୍କର ଗ୍ରୀନ୍ ଅଛି ସେମାନେ ସେଇଟା ଆନ୍ସର୍ ଦେଇଛନ୍ତି, ଯେଉଁଗୁଡ଼ିକ ରେଡ଼୍ ଅଛି ଆନ୍ସର୍ ଦେଇନାହାନ୍ତି ହେଲା। ଏଇଭଳି ଆଉ ଯେଉଁଗୁଡ଼ିକ କଲର୍ ଆସୁଛି ନଟ୍ ଭିଜିଟେଡ଼୍। ଠିକ୍ ଅଛି, ନେକ୍ସଟ ପୁଣି କ୍ଲିୟର୍ କରିବେ, ପ୍ଲିଜ୍ ଏଗ୍ରି ଟୁ ରୁଲ୍ସ ଆଣ୍ଡ ଓକେ ସରି। ଏଠି ଆପଣମାନେ ଟୁ ସବମିଟ୍ ଦ ଆନ୍ସର୍, ଏହାପରେ ଆପଣମାନେ ଏକ୍ଜାମ୍ ଷ୍ଟାଟସ୍ ଉପରେ ଡିକ୍ଲାରେସନ୍ ଉପରେ କ୍ଲିକ୍ କରିବେ। ଏଠି ଠିକ୍ ପାଇଁ ଆସୁନି ଡିକ୍ଲାରେସନ୍ ପାଇଁ। ଏଠି ଆପଣମାନଙ୍କର ଗୋଟେ ବକ୍ସ ଭଳିଆ ଚିହ୍ନ ଆସିବା କଥା, ସେ ଚିହ୍ନଟି ଆସୁନି, ସେଥିପାଇଁ ଆଗକୁ ଆମେ ଯାଇପାରୁନେ। ଓକେ, ପ୍ଲିଜ୍ ଏଗ୍ରି ଟୁ ରୁଲ୍ସ ଆଣ୍ଡ ରେଗୁଲେସନ୍ ଅଫ୍ ଏକ୍ଜାମ୍। ତ ଏଇଠି ହିଁ ଆପଣମାନଙ୍କର ଡିକ୍ଲାରେସନ୍ରେ ଆସିବା କଥା, କିନ୍ତୁ ବର୍ତ୍ତମାନ ଆସୁନି। ତାପରେ ଆପଣମାନେ ଯେମିତି ପ୍ରଶ୍ନ ଉତ୍ତର ଦେବେ ସେଇଭଳିଆ ଏମିତି ଗୋଟେ ବକ୍ସ ଆସିବ ହେଲା।
କିଛି ପ୍ରଶ୍ନ ଆସୁଥିବ ଆପଣମାନେ ସେମିତି କରିଛନ୍ତି କି ନା ନାହିଁ ଆନ୍ସର୍ ଦେଖେଇବ। ଏଇଟା ଆପଣମାନଙ୍କର ଆବଶ୍ୟକ ନା ନାହିଁ। ଠିକ୍ ଅଛି, ଏବେ ଆମେ ଆଲୋଚନା କରିବା। ଦେଖ ପିଲାମାନେ, ମକ୍ ଟେଷ୍ଟଟା ଆପଣମାନଙ୍କ ପାଇଁ କେବଳ ଗୋଟେ ନମୁନା, ଗୋଟେ କ'ଣ ନମୁନା, ଯେମିତିକି ଆପଣମାନେ ଏକ୍ଜାମ୍ ଦେଇପାରିବେ। ଯେଉଁମାନେ ନୂଆ ନୂଆ କମ୍ପ୍ୟୁଟର ଏକ୍ଜାମ୍ ଦେଉଛନ୍ତି ସେମାନଙ୍କ ପାଇଁ ଏଇଟା ଗୋଟେ ନମୁନା। ଇଟ୍ ଇଜ୍ ନଟ୍ ଏ ରିଏଲ୍ ଏକ୍ଜାମ୍, ସୋ ଡୋଣ୍ଟ ୱରି ଏବାଉଟ୍ ଦିସ୍ ମକ୍ ଟେଷ୍ଟ। ଯଦି ଆପଣମାନଙ୍କର କାହାର ବି ମକ୍ ଟେଷ୍ଟ ଆପଣମାନେ ଦେଇପାରୁନାହାନ୍ତି, ମୋବାଇଲରେ ଯଦି କିଛି ଅସୁବିଧା ହେଉଛି ମକ୍ ଟେଷ୍ଟ ଦେଇପାରୁନାହାନ୍ତି, ତେବେ ମଧ୍ୟ କିଛି ଅସୁବିଧା ନାହିଁ ଆପଣଙ୍କର। ଓକେ, ଠିକ୍ ଅଛି, ଆପଣଙ୍କର ସେଥିପାଇଁ ମଧ୍ୟ କିଛି ଅସୁବିଧା ନାହିଁ। ଆଉ ଯେଉଁଟାକି ରହିଲା ଏଇଟା ଆପଣମାନେ ଦେଲେ ହିଁ ଗୋଟେ ପ୍ରଶ୍ନ ଆସୁଛି, ମକ୍ ଟେଷ୍ଟ ଦେଲେ ହିଁ ଆମେ ସିଟି ଏକ୍ଜାମ୍ ଦେଇପାରିବୁ। ତ ଏଇଟା ନିହାତି ଭାବରେ ଭୁଲ। ମକ୍ ଟେଷ୍ଟ ଆପଣ ନଦେଲେ ମଧ୍ୟ ସିଟି ଏକ୍ଜାମ୍ ଦେଇପାରିବେ, ସେଥିରେ କିଛି ଅସୁବିଧା ନାହିଁ। ଠିକ୍ ଅଛି, ଇନଫର୍ମେସନ୍ଟି ପାଇଲେ, ଜାଣିପାରିଲେ। ଯଦି ଭିଡ଼ିଓଟି କିଛି ଇନଫର୍ମେଟିଭ୍ ଲାଗିଥାଏ, ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।